ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତନ୍ମଧ୍ୟରେ ମୁଖ୍ୟତଃ ଅଣସଂକ୍ରାମକ ରୋଗ ପରୀକ୍ଷଣ କାର୍ଯ୍ୟକ୍ରମ ଓ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅନ୍ୟତମ। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମନ୍ୱିତ ସର୍ବେକ୍ଷଣ କାର୍ଯ୍ୟକ୍ରମ ପରିଚାଳକ ତୁଷାରକାନ୍ତ ପଟ୍ଟନାୟକ। ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ସେଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ଅଣସଂକ୍ରାମକ ରୋଗ ପରୀକ୍ଷଣ କାର୍ଯ୍ୟକ୍ରମ। ଏହାର ମୁଖ୍ୟ ଲକ୍ଷ୍ୟ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ କେତେକ କର୍କଟ ରୋଗ ଭଳି ଶୀଘ୍ର ଚିହ୍ନଟ କରିବା ଏବଂ ଏକ ଜନସ୍ୱାସ୍ଥ୍ୟ ବିଭାଗର ପ୍ରୟାସ। ରୋଗୀ ଗୁରୁତର ଜଟିଳତାକୁ ଆସିବା ପୂର୍ବରୁ ଠିକ୍ ସମୟରେ ଚିକିତ୍ସା, ପରିଚାଳନା ଏବଂ ଉନ୍ନତ ସ୍ୱାସ୍ଥ୍ୟ ଫଳାଫଳକୁ ସକ୍ଷମ କରିବାର ମୂଳମନ୍ତ୍ର। ଅଣସଂକ୍ରାମକ ରୋଗ ବା ଏନ୍ସିଡି ସ୍କ୍ରିନିଂ ବା ନିରୀକ୍ଷଣ ହେଉଛି ଏକ ଜନସଂଖ୍ୟା ଆଧାରିତ ପଦକ୍ଷେପ ଯାହାକି ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ପାଟି, ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ଶୀଘ୍ର ଚିହ୍ନଟ ପାଇଁ 30 ବର୍ଷରୁ ଅଧିକ ବୟସ୍କମାନଙ୍କୁ ଚିହ୍ନଟ କରାଯାଇଥାଏ। ବିଶେଷ କରି ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପାଇଁ ଆଶା କର୍ମୀ ଏବଂ ଏଏନ୍ଏମ୍ ଗୁଡ଼ିକୁ ସ୍କ୍ରିନିଂ ପାଇଁ ଘର ଘର ପରିଦର୍ଶନ କରିଥାନ୍ତି। ଯଦି ଆବଶ୍ୟକ ହୁଏ ତେବେ ପରବର୍ତ୍ତୀ ଯାଞ୍ଚ ପାଇଁ ଏମାନଙ୍କୁ ନିକଟସ୍ଥ ପିଏସି ଗୁଡ଼ିକୁ ରେଫର କରାଯାଇଥାଏ। ଏହା ସବୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମ ଦ୍ୱାରା କାର୍ଯ୍ୟକାରୀ ହୁଏ। ଫେବୃଆରୀ 20ରୁ ମାର୍ଚ୍ଚ 31, 2025 ପର୍ଯ୍ୟନ୍ତ ଏକ ଦେଶବ୍ୟାପୀ ତୀବ୍ର ଅଭିଯାନ ଅଣସଂକ୍ରାମକ ପ୍ରୋଗ୍ରାମ ପାଇଁ 100% ସ୍କ୍ରିନିଂ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିରେ ଆମ ଗଜପତିରେ ବହୁ ବ୍ୟକ୍ତି ଉପକୃତ ହୋଇଥିଲେ। ଏହାର ମୂଳ ଆଧାର ରୋଗୀ ଚିହ୍ନଟ କରିବା ଏବଂ ସମୟାନୁବର୍ତ୍ତୀ ସମ୍ପ୍ରଦାୟ ସ୍ତରୀୟ କିମ୍ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହସ୍ତକ୍ଷେପ ମାଧ୍ୟମରେ ଦୀର୍ଘକାଳୀନ ଚିକିତ୍ସା ଖର୍ଚ୍ଚ ହ୍ରାସ ଉପରେ ଧ୍ୟାନ ଦେବା। ଦ୍ୱିତୀୟ ହେଲା ଏନ୍ଏଲ୍ପି ବା ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗଜପତି ଜିଲ୍ଲାରେ କୁଷ୍ଠରୋଗ ଚିହ୍ନଟ କରିବା ଓ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବା। ଆମ ଗଜପତି ଜିଲ୍ଲାରେ ଜାନୁଆରୀ 30ରୁ ଫେବୃଆରୀ 13 ପର୍ଯ୍ୟନ୍ତ ସ୍ପର୍ଶ କୁଷ୍ଠ ସଚେତନ ଅଭିଯାନ ଚାଲୁ ରହିବ। ଏହାର ମୁଖ୍ୟ ଲକ୍ଷଣ ହେଲା କୁଷ୍ଠମୁକ୍ତ ଗଜପତି ଜିଲ୍ଲା ଗଠନ କରିବା। ଏବେ କିଛି ସମ୍ବାଦ ଆମ ସମ୍ବାଦଦାତାଙ୍କ ଠାରୁ। ଗଜପତି ଜିଲ୍ଲା ପାଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ କୃଷି ଓ କୃଷକ ସହାୟତା ଯୋଜନାଗୁଡ଼ିକ ଲୋକାଭିମୁଖୀ କରିବା ପାଇଁ ପାରା କୃଷି କର୍ମଚାରୀ ଏବଂ କୃଷକ ସାଥୀମାନଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ୍ ପ୍ରକାଶ ରାଓ ଯୋଗଦେଇ ସମ୍ପୃକ୍ତ କୃଷି କର୍ମଚାରୀମାନେ କୃଷକମାନଙ୍କ ପାଖକୁ ଯାଇ କୃଷି ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ବୁଝାଇ କୃଷକମାନଙ୍କୁ ସଚେତନ କରାଇବେ ବୋଲି କହିଥିଲେ। ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଉପଲଡ଼ା, ଖରସଣ୍ଡା ଏବଂ କଣ୍ଟ୍ରାଗଡ଼ ପଞ୍ଚାୟତରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଫାଲେରିଆ ରୋଗ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲିମ୍ଫୋଡେମା ରୋଗୀଙ୍କୁ MMDP କିଟ୍ ବଣ୍ଟନ କରାଯିବା ସହ ଶୋଇବା ସମୟରେ ପ୍ରଭାବିତ ଗୋଡ଼ ଓ ବାହୁକୁ ଉଚାଳିଆ କରି ରଖିବା, ଆଙ୍ଗୁଠିଗୁଡ଼ିକୁ ନିୟମିତ ବ୍ୟାୟାମ କରିବା ଏବଂ ଏହି ରୋଗ ପ୍ରତି ସଚେତନ ରହିବା ପାଇଁ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ପରାମର୍ଶ ଦେଇଥିଲେ। ଗଜପତି ଜିଲ୍ଲା ପାଳାଖେମୁଣ୍ଡି ଉପକଣ୍ଠରେ ଥିବା ଓଡ଼ିଶା ରିଜର୍ଭ ପୋଲିସ କାର୍ଯ୍ୟାଳୟର ଯବାନମାନଙ୍କ ପାଇଁ ହରିଦ୍ୱାର ଶାନ୍ତିକୁଞ୍ଜ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ଏକ ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର ରାୟଗଡ଼ ବ୍ଲକ କଇଁପୁର ସ୍ଥିତ ମହେନ୍ଦ୍ର ତନ୍ୟ ଆଶ୍ରମ ବିଦ୍ୟାଳୟଠାରେ ସାମାଜିକ ଓ ଆଇନଗତ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ କତଲକଠା ଗ୍ରାମରେ ଦେବଗିରି ବନ ରେଞ୍ଜ ପକ୍ଷରୁ ବନ ଅଗ୍ନି ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବଣ ଜଙ୍ଗଲରେ ନିଆଁ ଲାଗିଲେ ପରିବେଶ କିଭଳି ପ୍ରଦୂଷିତ ହୋଇଥାଏ, ପଶୁପକ୍ଷୀଙ୍କ ଉପରେ ଏହାର ପ୍ରଭାବ କିଭଳି ପଡ଼ିଥାଏ ଏବଂ ଜଙ୍ଗଲରେ ନିଆଁ ଲାଗିଲେ ତାକୁ କିଭଳି ନିୟନ୍ତ୍ରଣ କରିବାକୁ ହୋଇଥାଏ ସେ ସମ୍ପର୍କରେ ଦାସକାଠିଆ ନାଚ ଗୀତ ମାଧ୍ୟମରେ ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଆପଣମାନେ ଜିଲ୍ଲା ହାଲଚାଲରେ ଶୁଣିପାରିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।